ହେଉଛନ୍ତି ଶ୍ରୀ ରାଧା ମୋହନ। ଆଜି ଆମେ ବାହାରିଥିଲୁ ଖୋରଧାଠାରୁ ମାତ୍ର 10 କିଲୋମିଟର ଦୂରରେ ଥିବା ଗ୍ରାମ ଦଧିମାଛ ଗାଡ଼ିଆ। ଏହି ଗ୍ରାମରୁ ଚିହ୍ନଟ ହୋଇଥିଲା ପ୍ରଭୁ ଜଗନ୍ନାଥଙ୍କର ଦାରୁ। ବିଞ୍ଝାରା ପାଟଗଡ଼ କାଇପଦରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାବନ ଦେବ। ଏହି ଠାକୁର ଗଡ଼ରେ 1568 ମସିହା ଠାରୁ ଆଜି ପର୍ଯ୍ୟନ୍ତ ପୂଜା ପାଉଛନ୍ତି। ଏହି ଠାକୁରଙ୍କ ପାଇଁ ଦିନେ ଆରମ୍ଭ ହୋଇଥିଲା ରଥଯାତ୍ରା। ଗ୍ରାମରେ ସେଥିପାଇଁ ସାହିର ନାମ ରଖାଯାଇଥିଲା ବଡ଼ଦାଣ୍ଡ ସାହି। ତାହା କ୍ରମେ କ୍ରମେ ଅପଭ୍ରଂଶ ହୋଇ ଦାଣ୍ଡସାହିରେ ପରିଣତ ହୋଇଛି। 1803 ମସିହାରେ ଇଂରେଜୀମାନଙ୍କ ଖୋରଧା ଅଧିକାର ସମୟରେ ଗଡ଼ ଠାକୁର ଶ୍ରୀ ଶ୍ରୀ ଦଧିବାବନ ଦେବଙ୍କୁ ସେ ଏହି ଜାଗାରୁ ସ୍ଥାନାନ୍ତରିତ କରି ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ଦେବଙ୍କ ଗୃହରେ ରଖାଇ ସେଠାରେ ପୂଜାର ନୀତିବିଧି ଆରମ୍ଭ କରିଥିଲେ। 1817 ମସିହା ପାଇକ ବିଦ୍ରୋହ ସମୟରେ ଏହି ରଥଯାତ୍ରାଟିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଥିଲା। କାରଣ ଗ୍ରାମର ମୁସଲମାନ ସାହିର ଜନସଂଖ୍ୟା ଅଧିକା ହେବାରୁ ସେ ଏହି ସ୍ଥାନଟିକୁ ନିଜର କବରସ୍ଥାନ କରିବେ ବୋଲି ନିର୍ଦ୍ଧାରିତ କରିଦେଇଥିଲେ। ଆଜ୍ଞା ନମସ୍କାର। ମନ୍ଦିର ପୂଜା କରୁଛି। ଏମିତି ମନ୍ଦିର ଲୋକ ଯିବା ଆସିବା କରୁଛନ୍ତି। ସକାଳ 6ଟାରୁ ମଙ୍ଗଳ ଆଳତି ହେଉଛି, ତାପରେ ଭୋଗ ହେଉଛି, ତାପରେ ଇଏ ହେଉଛି କ'ଣ ନା ଧୂପ ହେଉଛି, 12ଟା ବେଳକୁ ଧୂପ ହେଉଛି, ଅରୁଆ ଡାଲମା ହେଉଛି, ରୋଷେଇ ହେଉଛି, ପୂଜା ହେଉଛି। ତାପରେ 3ଟା 4ଟା ବେଳକୁ ପୁଣି ପହଡ଼ ଖୋଲୁଛି। ପହଡ଼ ଖୋଲିଲା ପରେ ଆଚମନ ହୋଇକିରି ଠାକୁରଙ୍କର ଯେମିତି ମୁହଁ ଧୋଇବା କଥା ସେମିତି ଧୋଇକିରି ଇଏ ହେଇକିରି ପୁଣି ସନ୍ଧ୍ୟା ଆଳତି ହେବ। ଆଳତି ହେଲା ପରେ ଧୂପ ହେବ। କେତେ କେତେ ଲୋକ ଆସନ୍ତି ଦିନକୁ? ଲୋକ ଏଠିକି 10-15 ଜଣ ଆସନ୍ତି। ରାତି ବେଳି ବି ଆସିବେ, 10-30 ଜଣ ଆସିବେ। ଠାକୁରଙ୍କ ଅନୁଭୂତି କେମିତି ଅଛି? ଠାକୁର ଅନୁମତି ଭଲ। ଲୋକଙ୍କର ବି ଅନୁଭୂତି ରହୁଛି। ଆଜି ବି ବହୁତ ଲୋକ ଆସିଛନ୍ତି, ପ୍ରବଳ ଲୋକ ଆଜି ନୂଆ ବର୍ଷରେ ବି ଆସିଛନ୍ତି। ଆପଣ ଏକା ପୂଜା କରନ୍ତି ନା ଆଉ କିଏ ଅଛନ୍ତି? ନାଇଁ, ମୁଁ ଏଠି ଏକୁଟିଆ ପୂଜା କରୁଛି। ଆପଣ ରୋଷେଇ ବି ନିଜେ କରନ୍ତି? ହଁ, ରୋଷେଇ ନିଜେ କରିବି, ବାସନ ନିଜେ ମାଜିବି, ଠାକୁରଙ୍କର ଯାହା ଯେମିତି କାମ କରିବା କଥା ମୁଁ ସବୁ କରିବି। ଆଉ ପୂଜା ନିମନ୍ତେ ପୂଜା ଇଏ ଦିନ ବାହାରିବେ, କେଉଁ ଦିନ ସରସ୍ୱତୀ ପୂଜା ଦିନ ଚାଚିରି ଭୋଗ ଖାଇବେ, ଆଉ ଇଏ ଦୋଳ ପୂର୍ଣ୍ଣମୀ ଚାଚିରି ଭୋଗ 4 ଦିନ ଖାଇବେ। ଶିଳ୍ପ ଇଏକୁ ସବୁଆଡ଼େ ଏମିତି ଭୋଗ ଯେତେବେଳେ ଲାଗିବ ବୁଲିବେ। ଆଉ ଠାକୁର ବୁଲନ୍ତି। ଆଉ ମେଳଣକୁ ଯାଆନ୍ତି, ତାଙ୍କ ଗାଁ ମେଳଣକୁ ଯାଆନ୍ତି ଥାନାପତି ହେଇକି। ଏଠା ହେଉଛି ରାଧା ମୋହନ। 1568 ମସିହା ଠାରୁ ଆଜି ପର୍ଯ୍ୟନ୍ତ ପୂଜା ପାଉଥିବା ଏହି ଆରାଧ୍ୟ ଦେବତା ହେଉଛନ୍ତି ରାଧା ମୋହନ। ଦିନେ ଏହି ସ୍ଥାନକୁ ମୁସଲମାନ ମାନେ ନିଜର କବରସ୍ଥାନ କରିବେ ବୋଲି ଭାବି ସାରିଥିଲେ। ଏହି କୂହରୁ ରାଧା ମୋହନଙ୍କ ପାଇଁ ପ୍ରସାଦ ନିମନ୍ତେ ପାଣି ମଧ୍ୟ ଯାଇଥାଏ। ଏହି ଠାକୁରଙ୍କର 12 ମାସରେ 13 ପର୍ବ ହୋଇଥାଏ, କିନ୍ତୁ ଗୋବର୍ଦ୍ଧନ ଉତ୍ସବଟି ଖୁବ୍ ଜାକଜକମରେ ପାଳିତ ହୋଇଥାଏ। ରହୁଛୁ ନୂତନ ଅଧ୍ୟାୟରେ, ପୁଣି ଥରେ ଦେଖାହେବା।